ଲୋକକୁ କହିଲି ଝିଅକୁ ଆଣିବାକୁ ଟ୍ୟୁସନ ଟାଇମ ହେଲାନି କୁଆଡେ ଗଲେ କେଜାଣି ଏମିତି ଲୋକ ହେଲେ ତମେ ଏଠି ବସି କଣ କରୁଛ? ଇଏ କାଳେ ବର୍ଷା ହବ ସେଇଥିପାଇଁ ପାଲ ଘୋରିକି ମୁଁ ଏଠି ବଇଛି। ତମେ ଛୋଟ ଛୁଆଙ୍କ ଭଳି ଆଉ ଲୁଚା ଲୁଚି ଖେଳିଲା ଭଳିଆ ହୁଅ ନା ବାହାରିକିନା ଆସ ଝିଅକୁ ଯାଅ ଟ୍ୟୁସନ ରୁ ନେଇକି ଆସିବ। ଝିଅକୁ ଆଣିବି? ହଁ ଆଉ ଆଣି ସାରିଲା ପରେ ବଜାରକୁ ଯାଇକିନା ଗୋଟେ ଝିଅ ପାଇଁ ଛବିଳ ମଧ୍ୟ ବର୍ଣ୍ଣବୋଧ ବହି ଆଉ ଗୋଟେ ଚଖଡି ପ୍ୟାକେଟ ନେଇକିନା ଆସିବ ମନ କରି। କଣ କହିଲ ଛବିଳ ବର୍ଣ୍ଣବୋଧ ବହି? ହଁ ହଉ ମତେ ଗୋଟେ କଥା କହିଲ ଛବିଳ ମଧୁ ବର୍ଣ୍ଣବୋଧରେ ଆମ ଓଡିଆ ବର୍ଣ୍ଣମାଳୀ ଅକ୍ଷର କେଇଟା ଅଛି? ତମେ ଜାଣିନ କି 49ଟା ବା? 49ଟା? ହଁ। ହଉ 49ଟା ଯଦି 300 କଟିଗଲା ଆଉ କେତେ ରହିଲା? କଣ 49 ରୁ 300 କଟିଗଲେ? 49 ରୁ 300 କଟିଗଲେ 251। 251? ହଁ ବୁଦ୍ଧି ମତେ ଏତେ ବୁଦ୍ଧି ହେଇଗଲାଣି ଆଉ କଣ? ଆଉ କଣ 251 ନୁହଁ? ହଁ କି ବୁଦ୍ଧି। କାଇଁ ସେ ମୁଣ୍ଡରେ ସେ ଗୋବର ବୋଧେ ପାଠ ବୋଧେ ପଢିନ ପଇସା ଦେଇ ନା ଖାଇବ କଣ ଆଣିବି? ଟିକେ କଣ ନେଇ ଆସିବ ଟୁକ୍ ଟୁକ୍ କରିବା ଆଉ। ଟୁକ୍ ଟୁକ୍? ହଁ ଖାଲି ତ ସେ ଯୋଉ ଭୁବନେଶ୍ୱର ରାଉତ ଭଳି ହାଁ ଆଉ ଖାଲି ତ ହାଁ ହଉଛ ଖାଇବାକୁ ଆଉ। ମନ ଏମିତି କଣ ହଉଛ ମ? ଏ ଉତ୍ତର ଭୁଲ କହିଛ ତମେ କାଇଁ କହୁଛ ଏମିତି କହୁଛ? ଆଉ ମୁଁ ତାହେଲେ ଜାଣିନି ତମେ କହିବ ଯଦି କୁହ ନହେଲେ ମୁଁ ଯାଉଛି ମୋର। ପଚାର କହିଦେବି। ଜୟ ଜଗନ୍ନାଥ ନମସ୍କାର। ଦେଖନ୍ତୁ ମୁଁ ଉତ୍ତରଟି କହିପାରୁନି ଇଏ କହୁଛନ୍ତି ଯେ ଆମର ଓଡିଆ ବର୍ଣ୍ଣମାଳାରେ 49ଟା ଅକ୍ଷର ଅଛି। 49 ଅକ୍ଷରରୁ ଯଦି 300 କଟିଗଲା ତାହେଲେ କେତେ ରହିଲା ଆପଣ ମାନେ ନିଶ୍ଚିନ୍ତ ଉତ୍ତର ଦେବେ ଆପଣ ମାନେ ଜାଣି ସାରିବେନି। ନିଶ୍ଚିତ ଆପଣ ମାନେ ଗୋଟେ ଉତ୍ତର ଦେଇଦେବେ ଛୋଟିଆ କମେଣ୍ଟରେ 49 ରୁ 300 କଟିଗଲା ଆଉ କେତେଟା